ଭାଗ୍ୟଶାଳୀ ପୁରୁଷଙ୍କର 11ଟି ଲକ୍ଷଣ। ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ମଣିଷଙ୍କ ଶରୀରର ଗଠନ ଅଲଗା ଅଲଗା ହୁଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷର ଶରୀର ଗଠନ ଓ ତାଙ୍କ ଶରୀର ଉପରେ ଥିବା କିଛି ନିଶାନ ଆଧାରରେ ତାଙ୍କର ଜୀବନ ଓ ଭାଗ୍ୟ ବିଷୟରେ ଜାଣିବାକୁ ସମ୍ଭବ ହୋଇଥାଏ। ଶରୀର ଉପରେ ଥିବା ନିଶାନ ଗୁଡ଼ିକ ବ୍ୟକ୍ତିର ଜୀବନରେ ମିଳୁଥିବା ଦୁର୍ଲଭ ସହଯୋଗ ବିଷୟରେ ବି କହିପାରେ। ଆଜି ଆମେମାନେ ଜାଣିବା ଶରୀରର ଗଢ଼ଣ ଓ ଚିହ୍ନ ବିଷୟରେ, ଯାହାର ସମ୍ପର୍କ ସିଧାସଳଖ ଧନ ଓ ଭାଗ୍ୟ ସହ ରହିଛି। ଅର୍ଥାତ୍ ଆପଣଙ୍କ ଭାଗ୍ୟର ଧନବାନ ବି ହେବା ଲେଖାଯାଇଛି କି ନାହିଁ। ଏହି ଭୌତିକ ଯୁଗରେ ଧନ ଏତେ ଦରକାରୀ ହୋଇପଡ଼ିଛି ଯେ ଧନ ଛାଡ଼ି ଆମେ କିଛି କରିପାରୁନାହିଁ। ସାମୁଦ୍ରିକ ଶାସ୍ତ୍ରରେ ଦିଆଯାଇଥିବା ଏହି ନିଶାନ ଓ ଶରୀର ଗଠନ ଅନୁଯାୟୀ ଜଣାପଡ଼ିଥାଏ କି କେଉଁ ଲୋକ ଭାଗ୍ୟଶାଳୀ ଓ ଧନବାନ ହୋଇଥାଏ। ଏମିତି ଲୋକମାନେ କେବଳ ନିଜ ପାଇଁ ନୁହଁ, ସେମାନେ ତାଙ୍କର ପରିବାର ଓ ପତ୍ନୀ ପାଇଁ ବି ସୌଭାଗ୍ୟଶାଳୀ ହୋଇଥାନ୍ତି। ତେଣୁ ଚାଲନ୍ତୁ ଜାଣିବା ଶରୀରର କେଉଁ ଅଂଶରେ କି ଚିହ୍ନ ଥିଲେ ଓ ଗଢ଼ଣ କେମିତି ହୋଇଥିଲେ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାଏ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମ୍ବର 1, ସଦ୍ଗୁଣୀ ସନ୍ତାନର ଲାଭ। ଯେଉଁ ବ୍ୟକ୍ତିଙ୍କ ଘରେ ସଂସ୍କାରୀ, ଶିକ୍ଷିତ ଓ ମାତାପିତାଙ୍କୁ ସମ୍ମାନ କରୁଥିବା ସନ୍ତାନ ଜନ୍ମ ନେଉଛି, ସେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ଅଟେ। ଶାସ୍ତ୍ର ଅନୁସାରେ ଯଦି ପୁତ୍ର ଯୋଗ୍ୟ ହୁଏ, ତେବେ ଧନ ସଞ୍ଚୟ କରିବା ଆବଶ୍ୟକ ନାହିଁ। ସେ ନିଜେ ଧନ ଉପାର୍ଜନ କରି ଘରକୁ ଧନମୟ କରିଦିଏ। ଯଦି ଅଯୋଗ୍ୟ ପୁତ୍ର ହୁଏ, ତେବେ ସଞ୍ଚିତ ଧନ ବି ନଷ୍ଟ ହୋଇଯାଏ। ନମ୍ବର 2, ଭଲ ପତ୍ନୀ ମିଳିବା। ଯେଉଁ ପୁରୁଷଙ୍କୁ ଏକ ସଂସ୍କାରୀ ଓ ଘରର ମର୍ଯ୍ୟାଦା ପାଳନ କରୁଥିବା ନାରୀ ଜୀବନସାଥୀ ଭାବେ ମିଳିଥାଏ, ସେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ। ସେ ଲୋକଙ୍କ ଜୀବନ ସୁଖମୟରେ କଟେ ଓ ଘରେ ସୁଖ ଓ ଶାନ୍ତି ରହେ। ନମ୍ବର 3, କୁମ୍ଭ ଆକାରର ପିଠି ଓ ଛାତି ଚଉଡ଼ା। ଯେଉଁ ବ୍ୟକ୍ତିଙ୍କର ପିଠି କୁମ୍ଭ ଆକାରର ଥାଏ ଓ ଛାତି ଚଉଡ଼ା ଏବଂ ନାକ ଲମ୍ବା ଥାଏ, ସେମାନେ ନିଜ ଜୀବନରେ ତୁରନ୍ତ ଧନ ଓ ସଫଳତା ଲାଭ କରନ୍ତି। ଯଦି ହଟେଳି ମଧ୍ୟରେ ତିଳ ଚିହ୍ନ ଥାଏ, ସେ ଲୋକ ଜୀବନରେ ସୁଖ ଓ ସମାଜରେ ସମ୍ମାନ ଲାଭ କରନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷର ଛାତି ଚଉଡ଼ା ଏବଂ ନାକ ଲମ୍ବା ହୋଇଥାଏ, ସେ ବ୍ୟକ୍ତି ବହୁତ କମ୍ ବୟସରୁ ନିଜର ପରିଶ୍ରମ ବଳରେ ସଫଳତା ହାସଲ କରିଥାନ୍ତି। ଯଦି କୌଣସି ପୁରୁଷର ପାଦର ତର୍ଜନୀ ଆଙ୍ଗୁଠି ଅନ୍ୟ ଆଙ୍ଗୁଠିଠାରୁ ବଡ଼ ହୋଇଥାଏ, ତେବେ ତାଙ୍କୁ ଭଲ ଜୀବନସାଥୀ ମିଳିଥାଏ। ନମ୍ବର 4, ଛାତିରେ ବେଶୀ ଚୁଟି ରହିବା। ଯେଉଁ ପୁରୁଷଙ୍କର ଛାତିରେ ଅଧିକ ଚୁଟି ଥାଏ, ଏହି ପ୍ରକାରର ଲୋକ ସମ୍ପତ୍ତିଶାଳୀ, ସମୃଦ୍ଧି ଓ ଧନୀ ହେବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। ଏହି ପ୍ରକାର ବ୍ୟକ୍ତି ବହୁତ ଶାନ୍ତ ଶିଷ୍ଟ ହୋଇଥାନ୍ତି ଏବଂ ଏମାନେ ନିଜ ପାଇଁ ଜୀବନ ଜୀଇବାକୁ ପସନ୍ଦ କରନ୍ତି। କୌଣସି ପୁରୁଷଙ୍କ ପାଦରେ ଯଦି ରଥ ବା କମଳ ଚିହ୍ନ ଥାଏ, ସେମାନେ ଖୁସିରେ ଜୀବନ ଜିଅନ୍ତି। ଯେଉଁ ପୁରୁଷଙ୍କ ହାତରେ 6ଟି ଆଙ୍ଗୁଳି ଥାଏ, ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି, ଯାହାଦ୍ୱାରା କି ସେମାନେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ ରଖିଥାନ୍ତି। ଏମାନେ ନିଜ ଜୀବନରେ ପଇସାକୁ ନେଇ କେବେ ବି ଅସୁବିଧାରେ ପଡ଼ନ୍ତି ନାହିଁ। ଯଦି କୌଣସି ପୁରୁଷର ପାଦରେ ତିଳ ଚିହ୍ନ ଥାଏ, ସେ ଲୋକ ରାଜା ପରି ଜୀବନ ବିତାଇଥାନ୍ତି। ନମ୍ବର 5, ମୋଟା ଓ ମଜବୁତ ଜଙ୍ଘ। ଯେଉଁ ପୁରୁଷଙ୍କର ଜଙ୍ଘ ମୋଟା, ଲମ୍ବା ଓ ମଜବୁତ ହୋଇଥାଏ, ଏମିତି ବ୍ୟକ୍ତିଙ୍କ ଜୀବନରେ ଭାଗ୍ୟ ସର୍ବଦା ସାଥ ଦେଇଥାଏ। ଏହା ସହିତ ଯେଉଁ ପୁରୁଷଙ୍କର କାନ୍ଧ ଚଉଡ଼ା ଓ ଶକ୍ତିଶାଳୀ ହୋଇଥାଏ, ସେମାନେ ମେହନତରେ ବିଶ୍ୱାସ କରନ୍ତି ଓ ନିଜ ଜୀବନରେ ଶାନ୍ତିର ସହ ବଞ୍ଚିବାକୁ ପସନ୍ଦ କରନ୍ତି। ନମ୍ବର 6, ସାଧାରଣ ଓ ଛୋଟ ଗଳା। ସାଧାରଣ ଓ ଛୋଟ ଗଳା ଥିବା ବ୍ୟକ୍ତିଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଯେଉଁ ପୁରୁଷଙ୍କର ଗଳା ବେଶୀ ଲମ୍ବା ନୁହଁ, ସେ ପୁରୁଷ ନିଜ ଜୀବନରେ ବହୁତ ଧନ ଉପାର୍ଜନ କରନ୍ତି ଏବଂ ଜୀବନରେ ଅନେକ ଉପଲବ୍ଧି ଲାଭ କରନ୍ତି ଓ ଧନ କମାନ୍ତି। ସେମାନେ ଉଦାର ଓ ଦୟାଳୁ ସ୍ୱଭାବର ମଧ୍ୟ ହୋଇଥାନ୍ତି। ନମ୍ବର 7, ପାଦର ଛୋଟ ଆଙ୍ଗୁଳି ଅନ୍ୟ ଆଙ୍ଗୁଳିଠାରୁ ଲମ୍ବା। ଯେଉଁ ପୁରୁଷମାନଙ୍କର ପାଦର ସବୁଠୁ ଛୋଟ ଆଙ୍ଗୁଳି ତାଙ୍କ ପାଦର ଅନ୍ୟ ସମସ୍ତ ଆଙ୍ଗୁଳିଠାରୁ ବଡ଼ ହୋଇଥାଏ, ସେମାନେ ତାଙ୍କର ଜୀବନରେ କେବେ ଟଙ୍କା ପଇସାର ଅଭାବ ଅନୁଭବ କରନ୍ତି ନାହିଁ।
ସେମାନେ ଜୀବନରେ ଅପାର ଧନ ସଂଗ୍ରହ କରନ୍ତି ଓ ବେଶୀ ଟଙ୍କା କମାନ୍ତି। ଏପରି ଲୋକମାନଙ୍କ ଉପରେ ସର୍ବଦା ଦେବୀ ଦେବତାମାନଙ୍କର ଆଶୀର୍ବାଦ ଥାଏ। ସେମାନଙ୍କ ଜୀବନରେ କେବେ ଆରାମ ଓ ସୁବିଧାର ଅଭାବ ନଥାଏ ଓ ସେମାନେ ନିଜ ଜୀବନକୁ ବହୁତ ଆରାମଦାୟକ ଭାବରେ ବିତାନ୍ତି। ନମ୍ବର 8, ଶଙ୍ଖ ଚକ୍ର ବାଣ ଚିହ୍ନ ଥିବା ହାତ। ଯେଉଁ ପୁରୁଷମାନଙ୍କ ହାତରେ ଶଙ୍ଖ ଚକ୍ର ଗଦା ରଥ ଅଥବା ବାଣ ଚିହ୍ନ ଥାଏ, ସେମାନେ ଜୀବନରେ କୌଣସି ନା କୌଣସି କ୍ଷେତ୍ରରେ ନିଶ୍ଚିତ ଭାବେ ରାଜ କରିବା ଅଧିକାର ପାଇଥାନ୍ତି। ଏପରି ବ୍ୟକ୍ତିମାନେ ଅକ୍ସରତଃ ସରକାରୀ ଚାକିରି ମିଳନ୍ତି, ଭୂମି ଓ ଭବନ ନିର୍ମାଣରେ ସଫଳତା ମିଳେ ଓ ତାଙ୍କ ଘରେ ସଦାସର୍ବଦା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ନମ୍ବର 9, ହାତରେ ତ୍ରିକୋଣ ଚିହ୍ନ। ଯେଉଁ ପୁରୁଷମାନଙ୍କର ହାତରେ ତ୍ରିକୋଣ ଚିହ୍ନ ଥାଏ, ସେମାନେ ତାଙ୍କ ଖାନଦାନର ନାମକୁ ଉଜ୍ଜ୍ୱଳ କରନ୍ତି। ଏହି ପ୍ରକାର ଲୋକମାନେ ସମସ୍ତ ସୁବିଧା ଓ ସୁଖ ସମୃଦ୍ଧି ସହିତ ଯୁକ୍ତ ଥାନ୍ତି ଓ ତାଙ୍କର ସ୍ୱଭାବ ଅତ୍ୟନ୍ତ ଆନନ୍ଦମୟ ଓ ଆକର୍ଷଣୀୟ ହୁଏ, ଯାହାଦ୍ୱାରା ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି। ଏପରି ଲୋକମାନେ ତାଙ୍କ ବଂଶର ଗୌରବ ବଢ଼ାନ୍ତି। ଏହି ପ୍ରକାର ବ୍ୟକ୍ତିଙ୍କ ଘରେ ମା ଲକ୍ଷ୍ମୀଙ୍କର ସଦାସର୍ବଦା ବାସ ହୋଇଥାଏ ଓ ତାଙ୍କ ଭାଗ୍ୟରେ ରାଜଯୋଗ ଲେଖାଯାଇଥାଏ। ଏହା ସହିତ ଯେଉଁ ବ୍ୟକ୍ତି ପାଦରେ ତିଳ ଚିହ୍ନ ଥାଏ, ସେମାନଙ୍କ ଭାଗ୍ୟ ବହୁତ ଭାଗ୍ୟଶାଳୀ ଅଟନ୍ତି ଓ ରାଜାଙ୍କ ପରି ତାଙ୍କର ଜୀବନ ବିତାନ୍ତି। ଏପରି ଲୋକମାନେ ଜୀବନରେ ସମସ୍ତ ପ୍ରକାରର ଭୋଗବିଳାସ ଉପକରଣ ପାଇଥାନ୍ତି। ନମ୍ବର 10, ଗୋଲ ଚଉଡ଼ା ମଥା ଲମ୍ବା ହାତ। ଯେଉଁ ପୁରୁଷମାନଙ୍କର ମୁଣ୍ଡ ଗୋଲ ଓ ମଥା ଚଉଡ଼ା ଥାଏ, ସେମାନେ ବହୁତ ପ୍ରଭାବଶାଳୀ ହୁଅନ୍ତି ଓ ତାଙ୍କର ପରିବାରକୁ ସମସ୍ତ ପ୍ରକାରର ସୁଖ ଦେବା ପାଇଁ ଏମାନେ ସର୍ବଦା ପ୍ରୟାସ କରିଥାନ୍ତି। ଯେଉଁ ପୁରୁଷମାନଙ୍କର ଚକ୍ଷୁ ନୀଳ କମଳ ଫୁଲ ପରି ସୁନ୍ଦର ଓ ହାତ ଲମ୍ବା ହୋଇଥାଏ, ସେମାନେ ସାରା ଜୀବନ ଧରି ସୁଖର ସମ୍ପୂର୍ଣ୍ଣ ଉପଭୋଗ କରନ୍ତି। ଏପରି ଲୋକମାନଙ୍କ ହାତରେ ଯଶ ରହିଥାଏ ଓ ସେମାନେ ଯେଉଁ କାମକୁ ନିଜ ହାତରେ ଲଗାନ୍ତି, ସେଥିରେ ସଫଳତା ଅବଶ୍ୟ ପାଆନ୍ତି। ନମ୍ବର 11, ଚଉଡ଼ା ଛାତି, ଗଭୀର ନାଭି, କୋମଳ ଓ ଗୋଲାପୀ ପାଦ। ଯେଉଁ ପୁରୁଷମାନଙ୍କର ଛାତି ଚଉଡ଼ା ଓ ଶକ୍ତିଶାଳୀ ଥାଏ, ନାଭି ଗଭୀର ଓ ପାଦ କୋମଳ ଓ ଗୋଲାପୀ ରଙ୍ଗର ହୋଇଥାଏ, ସେମାନେ ପ୍ରେମ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ତାଙ୍କର ପତ୍ନୀଠାରୁ ସମସ୍ତ ପ୍ରକାରର ସୁଖ ପାଆନ୍ତି ଓ ସେମାନଙ୍କର ଦାମ୍ପତ୍ୟ ଜୀବନର ସମ୍ପର୍କ ସର୍ବଦା ସୁସମ୍ପର୍କ ଓ ସୁନ୍ଦର ଥାଏ। ସେମାନଙ୍କର ବିବାହିତ ଜୀବନ ବହୁତ ସୁଖମୟ ଭାବେ କଟେ। ସେମାନଙ୍କର ଜୀବନର ପ୍ରେମ ଓ ରୋମାନ୍ସର ବିଶେଷ ଅର୍ଥ ରହିଥାଏ ଓ ସେମାନେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଖୁସି ଓ ସନ୍ତୋଷ ସହିତ ଅତିବାହିତ କରନ୍ତି। ନମ୍ବର 12, ସୁସ୍ଥ ଶରୀର ଓ ମନ। ସୁସ୍ଥ ଦେହ ଓ ମନ ଥିବା କଥା ଏକ ଭାଗ୍ୟଶାଳୀ ବ୍ୟକ୍ତିର ସବୁଠୁ ବଡ଼ ଚିହ୍ନ ବୋଲି ଗଣନା କରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଭାଗ୍ୟଶାଳୀ ହେବାର ପ୍ରଥମ ଲକ୍ଷଣ ହେଉଛି ଆପଣଙ୍କର ଶରୀର ସଦାସର୍ବଦା ସୁସ୍ଥ ଓ ନିରୋଗ ରହିବା। କାରଣ ଏକ ନିରୋଗୀ କାୟା ମଧ୍ୟରେ ହିଁ ଜୀବନର ସବୁଠୁ ବଡ଼ ସୁଖ ଥାଏ। ଯଦି କେହି ବ୍ୟକ୍ତି ସଦାସର୍ବଦା ରୋଗଗ୍ରସ୍ତ ରହେ, ତେବେ ସେ ଧନ ଉପାର୍ଜନ କରିପାରେ, ତାଙ୍କର ଧନ ଓ ବୈଭବ ଆନନ୍ଦ ଉପଭୋଗ କରିପାରେ ନାହିଁ। ଯେଉଁମାନେ ସଦା ସୁସ୍ଥ ଓ ନିରୋଗ ଥାନ୍ତି, ସେମାନେ ନିଜକୁ ଖୁବ୍ ଭାଗ୍ୟଶାଳୀ ବୋଲି ଭାବିବା ଉଚିତ। ନମ୍ବର 13, ସ୍ଥାୟୀ ଆୟ ଉପାୟ ମିଳିବା। ସ୍ଥାୟୀ ଆୟକୁ ଭାଗ୍ୟଶାଳୀ ହେବାର ଏକ ବଡ଼ ସଂକେତ ମନାଯାଏ। ଯଦି ଆପଣଙ୍କ ପାଖକୁ ହଠାତ୍ କୌଣସି ଉପାୟରେ ବହୁତ ଟଙ୍କା ଆସିଯାଏ ଓ ସେହି ଟଙ୍କା ଦ୍ୱାରା ଆପଣଙ୍କ ଜୀବନରେ ଏକ ସ୍ଥାୟୀ ଆୟ ଉତ୍ପନ୍ନ ହୁଏ, ତେବେ ଏହା ବୁଝିଯିବା ଉଚିତ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଅଛି। କାରଣ ଯେଉଁ ଲୋକମାନଙ୍କ ପାଖକୁ ଟଙ୍କା ଆସିଥାଏ କିନ୍ତୁ ସେହି ଟଙ୍କା ତାଙ୍କ ପାଖରେ ରହେ ନାହିଁ, ସେମାନେ ଏହା ବୁଝିବା ଉଚିତ ଯେ ସେମାନେ ପ୍ରକୃତ ଅର୍ଥରେ ଭାଗ୍ୟଶାଳୀ ନୁହନ୍ତି। ତେଣୁ ସେମାନେ କେତେକ ଭୁଲ କାମ କରିଥାନ୍ତି, ଯାହାଦ୍ୱାରା ମା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ରୋଧିତ ଥାଆନ୍ତି। ଯଦି ଆପଣଙ୍କୁ ବାରମ୍ବାର ନିଜର ଚାକିରି ବଦଳାଇବାକୁ ପଡ଼ୁଛି, ତେବେ ଏହାକୁ ମଧ୍ୟ ଏକ ସଂକେତ ଭାବେ ନେବା ଉଚିତ ଯେ ଆପଣ କୌଣସି ତ୍ରୁଟି କରିଛନ୍ତି ଓ ଏହି କାରଣରୁ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ନାହାନ୍ତି ଏବଂ ଏହି କାରଣରୁ ଆପଣଙ୍କ କାମରେ ବାଧା ଆସୁଛି। ଦର୍ଶକ ବନ୍ଧୁ, ଯଦି ଅଚାନକ ଧନ ଆସି ଆପଣ ସ୍ଥାୟୀ ଆୟ ଲାଭ କରୁଛନ୍ତି, ତେବେ ଏହା ଲକ୍ଷ୍ମୀଙ୍କ କୃପା ବୋଲି ଭାବିବା ଉଚିତ। ଯଦି ଧନ ଆସି ରହୁନାହିଁ, ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ
ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ୍ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।